आज मार्च 5 तारिख यह एक तारिख नुहे ଏହା ହେଉଛି ଏପରି ଏକ ଦିନ ଯେଉଁ ଦିନ ଓଡ଼ିଶାରେ ଜନ୍ମ ହୋଇଥିଲେ ଓଡ଼ିଶାର ବୀର ସନ୍ତାନମାନଙ୍କ ମଧ୍ୟରୁ ଜଣେ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ପଟ୍ଟନାୟକ। ଲୋକ ତାଙ୍କୁ ବିଜୁବାବୁ ନାମରେ ବେଶ ଭଲରେ ଜାଣନ୍ତି। ତେବେ ବିଜୁବାବୁ 5 ମାର୍ଚ୍ଚ 1916 ମସିହାରେ ଜଣେ ସମ୍ଭ୍ରାନ୍ତ କରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅଧୀନରେ ପାରଳାଖେମୁଣ୍ଡି ଇଷ୍ଟେଟ୍ର ଦିୱାନ ଥିଲେ। ତେବେ ବିଜୁବାବୁ ଓଡ଼ିଶାରେ ରେଭେନ୍ସା କଲେଜରେ ଶିକ୍ଷା ଗ୍ରହଣ କରିଥିଲେ, କିନ୍ତୁ ବିମାନ ଚଳାଚଳରେ ଆଗ୍ରହ ଯୋଗୁଁ ସେ ଶିକ୍ଷା ଛାଡ଼ି ପାଇଲଟ ଭାବରେ ତାଲିମ ନେଇଥିଲେ। ସେ ଘରୋଇ ବିମାନ ସେବା ସହିତ ବିମାନ ଯାତ୍ରା କରିଥିଲେ, କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସେ ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସରେ ଯୋଗ ଦେଇଥିଲେ। ଶେଷରେ ସେ ବିମାନ ପରିବହନ କମାଣ୍ଡର ମୁଖ୍ୟ ହୋଇଥିଲେ। ଚାକିରି ସମୟରେ ସେ ଜାତୀୟତାବାଦୀ ରାଜନୀତିରେ ଆଗ୍ରହୀ ହୋଇଥିଲେ ଏବଂ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ଜାତୀୟତାବାଦୀ ସାହିତ୍ୟ ବଣ୍ଟନ ପାଇଁ ବାୟୁସେନା ପରିବହନ ବ୍ୟବହାର କରିଥିଲେ, ଯାହାକୁ ବ୍ରିଟିଶ କର୍ତ୍ତୃପକ୍ଷ ବିନାଶକାରୀ ବୋଲି ବିବେଚନା କରିଥିଲେ। ଭାରତୀୟ ସ୍ୱାଧୀନତାର ସମର୍ଥନରେ ଅନଧିକୃତ ମିଶନ ଉଡ଼ାଣ ଏବଂ ରାଜନୈତିକ ପ୍ରଚାରପତ୍ର ବଣ୍ଟନ କରିବା ପାଇଁ ବ୍ରିଟିଶ କର୍ତ୍ତୃପକ୍ଷ ତାଙ୍କୁ କାରାବରଣ କରିଥିଲେ। ତଥାପି ପଟ୍ଟନାୟକ ଅକ୍ଷୟ ଶକ୍ତି ସହିତ ଲଢ଼ିବା ପାଇଁ ପ୍ରତିବଦ୍ଧ ଥିଲେ। ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିବା ସମୟରେ ପଟ୍ଟନାୟକ ଜବାହରଲାଲ ନେହେରୁଙ୍କୁ ଭେଟି ତାଙ୍କ ସହିତ ଏକ ରାଜନୈତିକ ସମ୍ପର୍କ ଗଠନ କରିଥିଲେ। ପରେ ପଟ୍ଟନାୟକ ଇଣ୍ଡୋନେସିଆର ରାଜନୈତିକ ନେତା ଯେପରି ସାଜାହାରିର ଏବଂ ସୁକର୍ଣ୍ଣୋଙ୍କ ସହିତ ନୂଆଦିଲ୍ଲୀରେ ନେହେରୁଙ୍କ ସହିତ ଏକ ଗୁପ୍ତ ବୈଠକ ପାଇଁ ଯାତ୍ରା କରିଥିଲେ ଏବଂ 1947ରେ ସିଙ୍ଗାପୁର ଦେଇ ଭାରତରେ ପହଞ୍ଚିଥିବା ଡଗ୍ଲାସ୍ C-47 ବା ଡାକୋଟା ସାମରିକ ବିମାନରେ ବାହାରିଥିଲେ। ବିଜୁବାବୁ ଏକାଧାରରେ ଥିଲେ ଜଣେ ପ୍ରସିଦ୍ଧ ଭାରତୀୟ ପାଇଲଟ, ସ୍ୱାଧୀନତା ସଂଗ୍ରାମୀ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତା। ସେ ଇଣ୍ଡୋନେସିଆକୁ ସ୍ୱାଧୀନତା ହାସଲ କରିବାରେ ସାହାଯ୍ୟ କରିବା ସହିତ ପ୍ରମୁଖ ଶିଳ୍ପ ଯେପରି ପାରାଦୀପ ବନ୍ଦର, HAL କୋରାପୁଟ ପ୍ରତିଷ୍ଠା କରିବା ଏବଂ ସ୍ଥାନୀୟ ସରକାରରେ ମହିଳା ସଂରକ୍ଷଣ ପାଇଁ ପ୍ରବର୍ତ୍ତକ ଭଳି ସାହସିକ ଆକାଶ ମାର୍ଗରେ କାର୍ଯ୍ୟ କରିବା ପାଇଁ ଜଣାଶୁଣା। ଏହି କାର୍ଯ୍ୟ ପାଇଁ ତାଙ୍କୁ କଳିଙ୍ଗର ହିରୋ ଭଳି ଉପାଧି ମିଳିଥିଲା ଏବଂ ମୃତ୍ୟୁ ପରେ ଭାରତ, ରୁଷ ଏବଂ ଇଣ୍ଡୋନେସିଆର ପତାକାରେ ଘୋଡ଼ାଇ ଦିଆଯାଇଥିବା ଏକମାତ୍ର ବ୍ୟକ୍ତି ଥିଲେ ବିଜୁବାବୁ। ସେ 1961ରୁ 1963 ଏବଂ 1990ରୁ 1995 ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପରେ ସେ 1987ରୁ 1980 ଏବଂ 1977ରୁ 1979 ପର୍ଯ୍ୟନ୍ତ ଭାରତର 14ତମ ଇସ୍ପାତ ଓ ଖଣି ଏବଂ ପ୍ରଥମ କୋଇଲା କେନ୍ଦ୍ରମନ୍ତ୍ରୀ ଥିଲେ ଏବଂ 1977ରୁ 1985 ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାରୁ ଲୋକସଭା ସଦସ୍ୟ ଥିଲେ। ପରେ 17 ଏପ୍ରିଲ 1997 ମସିହାରେ ମୃତ୍ୟୁବରଣ କରିଥିଲେ ବିଜୁବାବୁ। କିନ୍ତୁ ଓଡ଼ିଶା ସର୍ବଦା ତାର ଏହି ବୀର ସନ୍ତାନକୁ ସ୍ମରଣ କରି ଆସିଛି ଏବଂ କରିବ ମଧ୍ୟ। ତେବେ ଆଜି ଏହି ବୀର ପୁରୁଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଆମ ଚର୍ଚ୍ଚା ପରିବାର ପକ୍ଷରୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ।